ଘରଚଟିଆ ହାଉସ୍ ସ୍ପାରୋ ଅତି ଛୋଟିଆ ପକ୍ଷୀଟିଏ। ତାର ଚିରିଂ ଚିରିଂ ଶବ୍ଦ ପରିବେଶକୁ ଆନନ୍ଦମୟ କରିଦିଏ। ଗ୍ରାମାଞ୍ଚଳରେ ଏହି ଚିରିଂ ଚିରିଂ ସ୍ୱର ସକାଳର ପରିବେଶକୁ ସୁନ୍ଦର କରିଥାଏ, ଯାହାକୁ ଲୋକମାନେ ପ୍ରକୃତିର ସଙ୍ଗୀତ ବୋଲି ଭାବନ୍ତି। ଯେଉଁଠାରେ ଘରଚଟିଆ ରହେ ସେଠାରେ ପରିବେଶ ସାଧାରଣତଃ ସୁସ୍ଥ ରହିଥାଏ। ପ୍ରତିବର୍ଷ ମାର୍ଚ୍ଚ 20କୁ ବିଶ୍ୱ ଘରଚଟିଆ ଦିବସ ୱାର୍ଲଡ ସ୍ପାରୋ ଡେ ରୂପେ ପାଳନ କରାଯାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଘରଚଟିଆର ସୁରକ୍ଷା ପ୍ରତି ସଚେତନ କରିବା। 2010 ମସିହାରେ ନେଚର ଫର ଏଭର ସୋସାଇଟି ଅଫ୍ ଇଣ୍ଡିଆ ଏବଂ ଇକୋସିସ୍ ଆକ୍ସନ୍ ଫାଉଣ୍ଡେସନ ପ୍ରୟାସରେ ଏହି ଦିବସର ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଦିବସ ସାରା ବିଶ୍ୱରେ ପରିଚୟ ପାଇଛି। ପୂର୍ବରୁ ଘରଚଟିଆ ପକ୍ଷୀ ପ୍ରାୟ ପ୍ରତ୍ୟେକ ଘରର ଅଗଣାରେ ଦେଖିବାକୁ ମିଳୁଥିଲା, କିନ୍ତୁ ଆଧୁନିକୀକରଣ, କଂକ୍ରିଟ ଘର, ମୋବାଇଲ ଟାୱାରର ବିକିରଣ ଏବଂ ଖାଦ୍ୟ ଅଭାବ ଯୋଗୁଁ ଏହି ପକ୍ଷୀର ସଂଖ୍ୟା ଦ୍ରୁତ ଭାବେ ହ୍ରାସ ପାଇଛି। ସେହିପରି କୃଷି କ୍ଷେତ୍ରରେ ବେଶୀ ପରିମାଣରେ କୀଟନାଶକ ବ୍ୟବହାର ହେବାରୁ ସେମାନଙ୍କ ପାଇଁ ଖାଦ୍ୟ ଶୃଙ୍ଖଳ ମଧ୍ୟ ପ୍ରଭାବିତ ହେଉଛି। ଘରଚଟିଆ ଗାଁ ଗହଳିରୁ ନିପାତ ହୋଇଯାଇଛନ୍ତି, କିନ୍ତୁ ସହରରେ ଅଳ୍ପ ବହୁତ ଅଛନ୍ତି। ଘରଚଟିଆକୁ ମଡ୍ ବାଥ୍ ବାର୍ଡ ମଧ୍ୟ କୁହାଯାଏ। ଘରଚଟିଆ ମୁଖ୍ୟତଃ ଚାଳ ଘରେ ରୁହନ୍ତି। ବାରମ୍ବାର ବାତ୍ୟା ଯୋଗୁଁ ଚାଳ ଘର ହ୍ରାସ ପାଉଥିବାରୁ ଏହି ପକ୍ଷୀମାନେ ସହରାଭିମୁଖୀ ହେଲେ। ସହରାଞ୍ଚଳରେ ବିଶେଷ କରି ଯେଉଁଠି ପରିତ୍ୟକ୍ତ ଓ ସୁରକ୍ଷିତ ସ୍ଥାନ ରହିଛି ସେଠାରେ ସେମାନଙ୍କର ବଂଶ ବୃଦ୍ଧି ହେଉଛି। ଘରଚଟିଆକୁ ଇଂରେଜମାନେ ଭାରତ ଆସିଲା ବେଳେ ଆଣିଥିଲେ। ସେତେବେଳେ ଭାରତରେ ଲୋକମାନଙ୍କର ଚାଳ ଘର ଥିଲା, ତେଣୁ ଘରଚଟିଆ ଚାଳର ନଡ଼ାରେ ଲାଗିଥିବା ଧାନକୁ ଖାଆନ୍ତି ଏବଂ ସେଠାରେ ବସା କରନ୍ତି। ଧାନ, ଚାଉଳ, ଗହମ, ଜିଆ ଆଦି ଏମାନଙ୍କର ପ୍ରଧାନ ଖାଦ୍ୟ। ସେମାନେ କୀଟପତଙ୍ଗ ଖାଇ ଚାଷକୁ ସୁରକ୍ଷା କରନ୍ତି ଏବଂ ପ୍ରାକୃତିକ ସମତାକୁ ରକ୍ଷା କରନ୍ତି। ତେଣୁ ସେମାନଙ୍କର ହ୍ରାସ ଆମ ପରିବେଶ ପାଇଁ ଏକ ସତର୍କ ସଂକେତ। ଏହି ପକ୍ଷୀକୁ ସୁରକ୍ଷା ଦିଆନଗଲେ ଭବିଷ୍ୟତରେ କେବଳ ପୁସ୍ତକ ଓ ଚିତ୍ର ହିଁ ସୀମିତ ରହିଯିବାର ଆଶଙ୍କା ଅଛି।